ଆଜ୍ଞା ନମସ୍କାର। ନମସ୍କାର ଆଜ୍ଞା ନମସ୍କାର। ଆଉ ଭଲ ତ? ହଁ ସବୁ ଭଲ। ଏଥର କେମିତି ହେବ ତୋର ଆଲୋଚନାରେ? ବହୁତ କଡ଼ା ସଂଘର୍ଷ ହେବ ଆଜ୍ଞା, କିନ୍ତୁ ଏନଡିଏ ପାଖରେ ଶାସନ ଆସିବ ଆଜ୍ଞା। ଆସିବ? ହୁଁ ଓହୋ ହୋ। ହୁଁ। ନହେଲେ ଆମେ ଏମିତି ଯଦି ହଉଛି ବୋଲି କହିଲେ ଆର ଥର ଯେମିତି ଝାଡୁ ଆଣିବାକୁ ପଇସା ସଫା ଝାଡୁ ଆଣିବାକୁ ପଡିବ ଆଜ୍ଞା। ଏଟା ହାତରେ କେତେ ଗୁଟେଇବ କେତେ ସଫା କରିବ? ଝାଡୁ ନହେଲେ ହବ ନା। ପଡିକା ଏକା ଭଲରେ ମାରବାର ଅଛି। ଦୁଇ ଜଣ ଯିବା କେଜରିୱାଲ ପାଖକୁ ଯିବା, ପତେ କହିବା ଦିଲ୍ଲୀ ଯିବାକୁ ପଡିବ ଆଉ। ମହିଳା ସବୁ ଜମା ହେଲା। ଲୋକମାନେ ଭୁବନେଶ୍ୱର କଟକ ଭୁବନେଶ୍ୱର କଟକ ବୁଲିକି ଏବେ ସେମାନଙ୍କୁ ଆଶ୍ରୟ କରିକି ଏବେ ଦେଖୁନ ଏଡେ ବଡ ମାନେ କଂଗ୍ରେସ ର ଏଡେ ବଡ ପର୍ବ ହେଲାଣି, କିଏ ପ୍ରେସିଡେଣ୍ଟ ଯାଇକି କୋଉଠି ପ୍ରଚାର କଲା, କିଏ କଣ ଗୋଟେ ଯାଇକି ପ୍ରଚାର କଲା, ତାଙ୍କୁ କିଛି ଏକା ନାହିଁ। ସେମାନେ ତ ନିଜ ସ୍ୱାର୍ଥ ପର ଦେଖ, ଆଉ ସ୍ୱାର୍ଥ ପର କେତେବେଳେ କରିବେ ସେମାନେ? ସେମାନେ ତ ଆମେ କେମିତି ଏମପି ହେବୁ, ଆମେ କେମିତି ଏମଏଲଏ ହେବୁ ବୋଲି ସେ ଟିକେଟ ଗୋଟେ ଗୋଟେ ଧରିକି ରହିଲେ ସେମାନେ। ଆରେ ଯୋଉଟା କେତେ ଜଣ ହାନା ହଜାରୀ ହେବାର ଅଛି, ମହାତ୍ମା ଗାନ୍ଧୀ ହେବାର ଅଛି ବୋଲିକି ନା ହବ? ଆମେ ଜିତିବୁ ଆମେ ଏକା ହେବୁ ବୋଲି କହିଲେ ହେବ କି? କରିବା ଠାରୁ କରେଇବା ଲୋକ ବଡ, କରେଇବା ଲୋକ ନାହାନ୍ତି ଏଠି ହେଲା। ଆମର ଓଡିଶାରେ କଂଗ୍ରେସ ପାର୍ଟିରେ ଲୋକକୁ ବନେଇବା ଲୋକ କିଏ ନାହାନ୍ତି, ନେତୃତ୍ୱ ନେବା ଲୋକ କିଏ ନାହାନ୍ତି। ଯୋଉମାନେ ଯୋଉମାନଙ୍କୁ ଆଶା କରିଛନ୍ତି, ମାନେ କରିକି ଚଲେଇଛନ୍ତି, ସେମାନେ ନେତୃତ୍ୱ ବ୍ୟକ୍ତି ନୁହନ୍ତି ସେମାନେ। ତାଙ୍କୁ ମୁଁ ତ ମୂଳରୁ ସେ କଥା କହିଦେଇଛି ଆଜ୍ଞା। ଆଜ୍ଞା ମୁଁ ରିସେଣ୍ଟଲି ଯୋଉଟା ଇଲେକ୍ସନ ପୂର୍ବ ଦିନରେ ହେଲା, ପ୍ରସାଦ ହରିଚନ୍ଦନ, ତାରପରେ ବିଶ୍ୱ ରଞ୍ଜନ ମହାନ୍ତି, ତାରପରେ ଏଆଇସିସି ସନ୍ତୋଷ ପଣ୍ଡେଲା, ପ୍ରସାଦ ହରିଚନ୍ଦନ ମୋର ସହିତ 5 ମିନିଟ କଥା ହେଇଛି, ଜାଣିଛ କି ନାଇଁ? ତାକୁ ଇଆଡୁ ସିଆଡୁ କଥା କହି ପକାଇ ସବୁ ଆମର ପ୍ରେସିଡେଣ୍ଟ ବିଷୟରେ ଆମର ଜାଣିଲ କି ନାଇଁ? ହଁ ଆଉ କଣ କରିବ ବାବୁ, ସେମିତି ତ ଚାଲୁ, ସେମିତି ଚାଲୁଛି ବୋଲି କଣ ସେମିତି ଚାଲୁଛି ବୋଲି କହିଲେ ଦିନ ଥିଲା ସେମିତି ଚାଲୁଥିଲା, କିନ୍ତୁ ଆସିଲା ପରା ଡିଜିଟାଲ ଇଣ୍ଡିଆ ହେଲେ ଦେଶଟା କେତେ ପରିବର୍ତ୍ତନ ହେଲାଣି। ଆଉ ଚାଲୁଛି ତ ବାବୁ କହିଲେ ହେବ କି? ଚାଲୁଛି ବାବୁ ତ ସେଟା ଗଲା। ଏବେ କେମିତି କରିବା ବାବୁ, ଏମିତି ସେଟା ଆସିବା ହେଲା। ଚାଲୁଛି ବାବୁ, ଏବେ କେମିତି କରିବା ବାବୁ ପାର୍ଥକ୍ୟ ଅଛି। 5 ମିନିଟ ସମୟ ଦେଲା କଥା ହେଲା ମୋ ସହିତ। ମୁଁ ଭାବୁଛି ଏବେ ଓଡିଶାର ବିଷୟରେ ଯୋଉ ନେଇ ଖାଲି ମୁଁ ଜଣେ ଆକା ଯାଇକି ଦିଲ୍ଲୀରେ ରାହୁଲ ଗାନ୍ଧୀ ସହିତ ଦେଖା କରିବି ଭାବୁଛି। ଯିବା ଚାଲେ କଥା ହେବା। ବଡି ଚେଞ୍ଜ କରିବାର ଅଛି, ନହେଲେ ତ ଏରିଆ ୱାଇଜ ଡିଷ୍ଟ୍ରିକ୍ଟ ୱାଇଜ ଦେବାର ଅଛି। ଏବେ ଯଦି ମାନେ ନବରଙ୍ଗପୁର ଯୋଉମାନେ କର୍ମକର୍ତ୍ତା ଅଛନ୍ତି ସେମାନେ ଡିସାଇଡ କରିବେ, ସେମାନେ ଟିକେଟ ପାଇଁ ଚିନ୍ତା କରିବେ। ସେ କେନ୍ଦ୍ର ଲୋକ ଅଛି ଆମର ଭୁବନେଶ୍ୱର ଲୋକମାନେ ଟିକେଟ ଦେବେ ନା, କିଛି ଟିକେଟ ପଇସା ସେ ଡିପୋଜିଟ କରବାର ନାହିଁ। ଏ ସିଷ୍ଟମ ନାହିଁ। ଯୋଉମାନେ ସେଠି ଗ୍ରାସ ରୁଟ ଲେଭେଲରେ ଡିଷ୍ଟ୍ରିକ୍ଟ ୱାଇଜ କରିଦିଅନ୍ତୁ, ଅଟୋମେଟିକ ସମସ୍ତେ କଂଗ୍ରେସକୁ ଇଏ କରିବେ ହେଲା। ସେଠି ସେମାନେ ଖାଲି ପଇସା ଆଶାରେ ସେଠି ରହିବେ, ଆଉ କାହା ପାଇଁ ଗୋଟେ ଦିନକୁ ଯାଇକି ସ୍ୱର ତୋଳରୁ କରିବେ। ଏବେ ଦେଖ ଘନ ଘନ କୋଉଠୁ କୋଉଠୁ ମନ୍ତ୍ରୀ ଯାକ ଆସି ପ୍ରଚାର କରୁଛନ୍ତି। ତମେ ତ ଓଡିଶାରେ ଅଛ, କାହିଁକି ଆଜି ପର୍ଯ୍ୟନ୍ତ କିଏ କାହା ପାଇଁ ପ୍ରଚାର କରିଗଲା? ସେ କେନ୍ଦ୍ରରୁ ଆସିକି ରାହୁଲ ଗାନ୍ଧୀ ଏତେ ତର ତର ହେଇକି ଆସିକି ପ୍ରଚାର କରୁଛି, କଣ କରୁଛି କଣ ନାହିଁ। ତାଙ୍କ ଭିତରେ ୟୁନିଟ ହେଇକି ଏବେ ମନେକର ବାହିନୀ ପତ୍ର ମାନେ ଭୋଟ ସରିଲା, କେବେ 13 ତାରିଖ ସରିଲା, 13 ତାରିଖ ସରିଲା ପରେ ଏବେ ଅନ୍ୟ ଅନ୍ୟ ଜାଗାରେ ଭୋଟ ହଉଛି, ସେଠି ଯାଇକି ତାଙ୍କ ଗ୍ରୁପ କରିକି ଯାଇକି ପ୍ରଚାର କରିବା କଥା ଥିଲା କି ନାଇଁ? ମାନେ କିଏ ଆଇଛି ଚାଲ ଦେଖି ଆମେ କରିବା, ସେମାନଙ୍କୁ ସଂଗଠନ କରିବା, ଏମାନଙ୍କ ପାଇଁ ଆମେ ପ୍ରଚାର କରିବା ବୋଲି ନିଜେ ସେ ନିଜ ଥ୍ରୋରୁ ସେ ପ୍ରସ୍ତାବ ଦେଇକି କରିବା କଥା କି ନାହିଁ? ଏଇଟା ବି କରୁନାହାନ୍ତି। ଖାଲି ନିଜ ପାଇଁ ଚିନ୍ତା କଲେ ବାସ୍, ଆମେ ଆମର ହେଲେ ହେଲା, ନହେଲେ ନାହିଁ। ଏଇ ସିଷ୍ଟମ ହେଇକି ରହିଯାଉଛି। ମାନେ ଏଇ ସ୍ୱାର୍ଥ ପର, ମାନେ କେତେଟା ପର ନାହିଁ, କୁକୁଡା ପର, ସ୍ୱାର୍ଥ ପର, ଏଇ କେତେଟା ପର ଯାକ କାଢିଦେବାର ଅଛି। ଆଉ ଭଲ ଲୋକମାନଙ୍କୁ ରଖିକି ଚାଲିବ ଏଥିପାଇଁ ଯାଇକି ନିଜେ ସେଟା କଥା ହେବାର ଅଛି। ଆମେ ଗ୍ରାସ ରୁଟ ଲେଭେଲରେ ଦେଖୁଛୁ ଯେମିତି ଚାଲିଛି, ଏଇଟା ଯଦି ଏମିତି କଲେ ଏମିତି ହେବ, ସେଥିରେ ଆପଣଙ୍କର ମତ କଣ ବୋଲି ତାକୁ ଯାଇକି କଥା ହେଇକି ସେଟା କହିବାର ଅଛି, ନାଇଁ କି? ନହେଲେ ଏ ମାନେ ଖାଲି ଇଏ ପାଉଛନ୍ତି, କାହିଁ କୋଟେ କୋଟେ ବାହାରୁଛି ହେଲେ କି
ଏବେ ଯଦି ଛୋଟ ଫଟ ହେଇକି ଯୋଉଟା ଯେତେ ସିଆଡୁ କେନ୍ଦ୍ରରୁ ଆସୁଛନ୍ତି ଏଇଠୁ ଆସୁଛନ୍ତି ସେଠୁ ଆସୁଛନ୍ତି ଅନ୍ୟ ମାନେ ମୁଖ୍ୟମନ୍ତ୍ରୀ ଯାକ ଆସୁଛନ୍ତି କେତେ କଣ ମାନେ ପୁରା ହରବର ହଉଛନ୍ତି ବାହାରେ ଲୋକ କିନ୍ତୁ କେବଳ ଚୁପଚାପ ହେଇକି ଅଛନ୍ତି ଦେଖୁଛୁ କି ନାହିଁ ସେମାନେ ତ ତମର 13 ସରିଲା ଯୋଉ ଜାଗାରେ ବି ଚାଲିଛି ସେଠୁ ଯାଇକି ତୁମେ ସେମାନେ ସାହାଯ୍ୟ କରିବ ଯଦି 20ରେ ସରିଲା ଆଉ ଯୋଉମାନେ 25ରେ ଅଛନ୍ତି ସେମାନେ ସାହାଯ୍ୟ କରିବ 25ରେ ସରିଲା ଯୋଉମାନେ ଏକକ ପାଇଁ ପ୍ରସ୍ତୁତ ହଉଛନ୍ତି ସେମାନଙ୍କୁ ଯାଇକି ଟିମ୍ କରିକି ନିଜର ଖାଇବା ପିଇବା ଯାଇକି କେମିତି କଣ କରିବା କେମିତି ଚାଲିଯିବ କେମିତି ମାନେ ବୁଲାବୁଲି କରିବା କି କଣ ନାହିଁ ଆଉ ଉତ୍ସାହିତ କରିବାର ନାହିଁ ଏମାନେ ଏ ପାଗଳା ମାନଙ୍କୁ ରଖିଛନ୍ତି ଖାଲି ନିଜର ଖାଲି ଟିକେଟ ଗୋଟେ କିଣିକି ଆଣିଗଲେ ବାସ୍ ନିଜେ ଲଢିଲେ ସରିଲା ସଂଗଠନଟା ନାହିଁ ଏକତା ନାହିଁ କେମିତି କାମ ହେବ ଏଇଟା ନାଇଁ କି ଏକତା ନାହିଁ ତାପରେ ଏମାନେ ପରିଶ୍ରମୀ ଲୋକ ନାହାନ୍ତି ଆଜ୍ଞା ଏମାନେ ନିଜର ଖାଲି ସ୍ୱାର୍ଥ ପାଇଁ ଅଛନ୍ତି ନିଜର କାମ ହେଲେ ହେଲା ଲୋକ କିଏ କଣ ହେଲା କଣ ନାହିଁ ସେଟା ଯାଇ ଆସେ ନାହିଁ ଏମିତି ଏମିତି ହୁଏ ନାହିଁ କାମ ହଉ ରହୁଛି ନହେଲେ ବାବା